କହୁଛନ୍ତି ଯୋଉ ମଇଳା ଗାଡି ଆବର୍ଜନା ଗାଡି ଆସୁଛି ଲୋକମାନେ ସାଧାରଣ ଲୋକମାନେ ଟ୍ୟାକ୍ସ ଦେବେ। ନା ନା ସେଇଟା ଭଲ କରିଛନ୍ତି, ଭଲ କରିଛନ୍ତି। ନା ନା ପୁନର୍ବିଚାର କରିବା ଦରକାର, କିନ୍ତୁ ଭଲ କରିଛନ୍ତି। ଏ ଲୋକ ଗୁଡାକ ଅତି ଶସ୍ତା ହେଇଯାଉଛନ୍ତି। ଯିଏ ଯୋଉଠି ପାଇଲା ମଇଳା ପକେଇଲା, ଯିଏ ଯୋଉଠି ପାଇଲା ହଗିକି ପକେଇଦେଲା, ଯିଏ ଯୋଉଠି ପାଇଲା ବାନ୍ତି କଲା, ଯିଏ ଯୋଉଠି ପାଇଲା ସିଗାରେଟ ଖବଳ ପକେଇଲା, ଯିଏ ଯୋଉଠି ଖାଇଲା ବିସ୍କୁଟ ଖୋଲିଲା, ଯିଏ ଯୋଉଠି କମଳା ଖୋଲିଲା। ଇଏ କଣ ବିଦେଶ ଯିବ ସବୁ ନାହିଁ। କୁକୁର ଗାଣ୍ଡିରେ ବି ଗୋଟେ ବୁଣି ବାନ୍ଧିଥିବେ ସେମାନେ, ହଗିଲା ମାନେ ଆଗ ପୋଛିକି ପକେଇବେ। ତାହେଲେ ମେୟର ଶୋଇଛନ୍ତି, ଯୋଉ ମସିଣା ଝାଡୁଛନ୍ତି, ଯୋଉ ମସିଣା ଝାଡୁନାହାନ୍ତି ମଇଳା ବାହାରୁଛି ତା ପାଇଁ ପଇସା ଆଦାୟ କରନ୍ତୁ। ଆଉ ଯୋଉ ପରିଶ୍ରା ଆମେ କରୁଛୁ, ଯୋଉ ଟୋପା ପଛରେ ପଡି ଯାଉଛି ତାକୁ ପୋଛିବା ପାଇଁ ବି ଆଦାୟ କରନ୍ତୁ। ଏଇ ଯୋଉ ଆମେ ହଗି ପକଉଛୁ ବାଟରେ ଘାଟରେ, ଝାଡା ଫାଡା ହେଇଯାଉଛି ନାଳରେ ପାଖରେ କୋଉଠି ଇଏରେ, ତା ପାଇଁ ବି ବାହାର କରନ୍ତୁ। ଏତେ ଚୁପୁଡନ୍ତୁନି ମେୟର, ଏତେ ଚୁପୁଡା ଚୁପୁଡି କରନି ମେୟର। ଲୋକ ବଞ୍ଚିବେ, ଯେମିତି ସାଧାରଣ ଲୋକ ବଞ୍ଚିବେ। ସେ ସବୁ ହେଇପାରିବନି। ମହିଳା ଯାହା କହିଲ ଗଦିଆ ହେଇଛି ଆଦାୟ କର। ପଦାରେ ଗଦିଆ ହେଇଛି, ତମ ଘର ଭଙ୍ଗା ହେଲା, ତମେ କୋଉଠି ଗଛ ଉପୁଡି ଗଲା, ଗଦିଆ ହେଇଛି, ତାକୁ ନିଅ। ଆଉ ଇଏ ଝାଡା ଯିବୁ, ପରିଶ୍ରା ଯିବୁ, ଦାନ୍ତ ଘଷିବୁ, ଆଉ କଣ କରିବ କହୁନ ମେୟର? ଏତରେ ପସନ୍ଦ ୟାକୁ ଘୋର ବିରୋଧ କରିବୁ ଆମେ। ଏ ମହିଳା ଗଦା ହେଇଛି, ନଉଛ ନିଅ ନା କଣ? ଏ ଲୋକ ଗୁଡା ବି ଗଦଉଛନ୍ତି। କାହିଁ ତମେ ଘର କରୁଛ ଗଦେଇବ? ଏତେ ପଇସା ଘର କରୁଛ, ତମେ ମହିଳା କାଢି ପାରୁନ? ସେଥିପାଇଁ କର। ଆଉ ଏ ଦାନ୍ତ ଘଷିବୁ, ଝାଡା ଯିବୁ, ପରିଶ୍ରା କରିବୁ, ଖୋପା ପଡିବୁ, ଚୋପା ପଡିବୁ, ବାଇଗଣ ଚୋପା ପଡିଛି, କମଳା ଚୋପା ଆଦାୟ କରିବୁ, ସେଇଗୁଡା ବନ୍ଦ କର। ଏଟା ତ ଅଳିଆ ପକେଇବା ପାଇଁ ତ ପଇସା ନଉଛନ୍ତି, କିନ୍ତୁ ଯୋଉ ଭୁବନେଶ୍ୱରରେ ବିଭିନ୍ନ ଜାଗାରେ ଅଳିଆ ସବୁ ଗଦା ହେଇକି ଗନ୍ଧ ହଉଛି, ଲୋକ ରହିପାରୁନାହାନ୍ତି ପାଖାପାଖି। ନାଇଁ, ତଥାପି ମ୍ୟୁନିସିପାଲିଟି କରୁଛି, ମେୟରକୁ ନିନ୍ଦିବାର ନାହିଁ। ନଳା ଫଳା ଡେଇଁକିରି ସେ ସ୍ତ୍ରୀ ଲୋକ ହେଲେ ମଧ୍ୟ ଶାଢୀ ପିନ୍ଧିକି ଯାଉଛି ସଫା କରିବାକୁ। ସକାଳେ ସଫା ହଉଛି ନା ଉପରଓଳି ସଫା ହଉଛି। ମେୟର ଆଉ କର୍ପୋରେଟର ମାନେ କାମ କରୁଛନ୍ତି, ଆଉ ଏ କମିଶନର ବି ଭଲ କାମ କରୁଛି।